ओम नमो भगवते वासुदेवाय। तृतीय स्कंध सर्ग प्रथम अध्याय। ईश्वरे चारु गुण क्षोभ जेमन्ते ब्रह्मांड संभव। एमान तृतीय स्कंधरे वर्णित 33 अध्याये। तामध्ये विदुर उद्धव संवाद प्रथमे प्रस्तावम्। शौनक आदि मुनिगणे आनन्दे सुत सन्निधाने। विदुर कथा मने चिन्ति विश्वास भावे पचारन्ति। शौनक उवाच हे सुत तुम्भर वचन शुणि सन्तोष आम्भमन। महात्मा विदुरर बाणी आम्भे तुम्बर मुखु शुणि। छाड़िलु भव बंध व्यथा विस्तारी कह तार कथा। सर्वसंपद छाड़िबने किंपा से गला दुख मने। अनेक तीर्थे देई मन पृथ्वी कला पर्यटन। मैत्रेय मुनि संगे तार एकांते अध्यात्म विचारम। काहि बा नदी तीर बने सानंदे बसिबे निजने। संतोषे विदुरर आगे मैत्रेय मुनि अनुरागे। कहिले तत्व सार बाणी जासुणी भवुतरे प्राणी। से कथा कह मुनिवर विदुर विष्णु भक्त सारम। से बंधु त्यागी किबा अर्थे पुणी मिलिला इंद्रप्रस्थे। एमंत मुनिंकर बाणी सुत संतोष मने शुणि। कहन्ति शौनकंक आगे कृष्णर भावे अनुरागे। सुत उवाच शुण हे मुनि गण तोषे एकथा सुक मुनि पासे। आनंदे अभिमन्यु सुत पुछिला विदुर चरितम। से मुनि कहिले जे मन्ते से कथा शुण एक चित्ते। सुक बोलन्ति भाव भरी शुण परीक्ष दंडधारी। श्री सुक उवाच से धृत राष्ट्र जेतेबेले निष्ठुरहीन बुद्धि बळे। अधर्मे धन से संचयी निज सूतंकु भोग देई। पंडु सूतंकु देखे भिन्ने निंदई निष्ठुर वचने। बालके पितृहीन होई मातार संगे दुख सही। हस्तिनापुरे तांक घरे बंचन्ति अति अव्यवहारे। ताहांक मरण इच्छई भीमकु विष लडु देई। जतुर घरे अग्नि देला से बेले गोविंद रखिला। पुणी सभार तले आनी पंच पांडवंकर मणि। केश आकर्षि बाहुबले विवस्त्र कला सभा तले। कुच कुंकुम बहे उरे अधोबदन अश्रुधारे। बधुर दुख से शुणिला पुत्रंकु बारण न कला। माया कपट पशा करी द्वित खेलाई धन हरि। छळे हरिला तांको देश कानने 12 बरस। अज्ञाते अधिक बरसे विराट राज्ये मत्स्य देशे। तहि बंचिले दुख सुखे बनकषण अतिरेके। पुणी मिलिले राज्ये आसी विश्वासे राजा पासे बसी। जीवन अर्थे किछि धन मागिले न देला राजन। पुणी कृष्णंकु करि दूत ग्राम मागिले पंडुसुतम। कृष्णर बोलो से न कला सूचि अग्रते से न देला। कृष्णंकु करि अपमान लभे होइला हत ज्ञानम। विदुर आनी एकांतरे विचार कला अंतपुरे।
ପାଣ୍ଡବ ମାରି ନାନା ବ୍ୟାଜେ ରାଜା ହୋଇବି ସର୍ବରାଜ୍ୟେ। ଶୁଣିବି ଦୂର କର ଯୋଡ଼ି ବୋଲଇ ରାଜା ପାଦେ ପଡ଼ି। ଅସହ୍ୟ ଅପରାଧ ତୋର କେତେ ସହିଛି ଯୁଧିଷ୍ଠିର। ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ ପୁତ୍ରଙ୍କ ତୁଲେ ଭୁଞ୍ଜମହି। ନୋହିଲେ ସୁଖ ନାହିଁ ତୋର ସେ ବିଷ୍ଣୁ ତେଜେ ବଳିୟାର। ଶ୍ରୀହରି ତାଙ୍କୁ ସଙ୍ଗେ ଘେନି ଉଶ୍ୱାସ କରିବେ ମେଦିନୀ। ସେ ଭଗବାନ ଦଇତ୍ୟାରି ଦେବ ବ୍ରାହ୍ମଣ ସଙ୍ଗେ ଧରି। ସେ ସୁଖେ ଥାଇ ନିଜ ପୁରେ ପାଣ୍ଡବ ବଂଶ ପକ୍ଷ ଧରେ। ଏ ପୁତ୍ର ଆସି ତୋର ପୁରୀ ବସିଲା ଦୋଷ ରୂପ ଧରି। ତାକୁ ତୁ ପୁତ୍ର ପ୍ରାୟ ମଣୁ କୁଳ କୁଶଳ ନ ପ୍ରମାଣୁ। ଶ୍ରୀକୃଷ୍ଣେ ଭକତି ନ କରି ତୁଇ ହୋଇଲୁ ହତଶିରି। କୁଳ କୁଶଳେ ଯେବେ ମନ ତେଜ ଅଶୁଭ ଦୁର୍ଯ୍ୟୋଧନ। ଏମନ୍ତ ବିଦୁରର ବାଣୀ ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି 3 ଜଣ କର୍ଣ୍ଣ ଶକୁନି ଦୁଶାସନ। ବୋଲଇ ସ୍ଫୁରିତ ଧରେ ଆକର୍ଷି ଦୁଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବେଭାରେ। ଏ ମୋର ନିତ୍ୟ ଅନ୍ନ ଖାଇ ପାଣ୍ଡୁପୁତ୍ରଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟ ମୋର ବିନାଶ ଚିତ୍ତେ ଚିନ୍ତେ। ଏମନ୍ତ କୁଟିଳ ଲୋକକୁ କେୟ ବା ଡାକିଲା ଏଠାକୁ। ଏମନ୍ତ ବୋଲି ବିଚାରିଲା କୋପେ ଅନେକ ଗାଳି ଦେଲା। ଦଶନେ କାମୋଡ଼ିୟ ଧର ବୋଲେ ଦଣ୍ଡାଇ କର ଦୂର। ଏହାକୁ ଦଣ୍ଡେ ହେ ନଥୁଅ ରାଜୁ ବାହାର କରିଦିଅ। ଏମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାୟ ମଣି। ମରମ ଉଚ୍ଚାଟ ବଚନ ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା ରାଜା ହିଁ ଆଶ୍ୱାସନ କଲା। ତକ୍ଷଣେ ଉଠି ସେ ବିଦୁର ଚିତ୍ତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତକ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର ତୀର୍ଥ ଗମନେ ଆଗୁସାର। ମିଳିଲା ଯାଇ ଘୋର ବନେ ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି ହରି ଭକତ ଜହିଛନ୍ତି। ନିରାଶ କରି ଆତ୍ମମନ ଗ୍ରାମ ପାଟଣା ଉପବନ। ସୁପୁଣ୍ୟ ଗିରି କୁଞ୍ଜ ଦେଶେ ଭ୍ରମଇ ତୀର୍ଥ ଅଭିଳାଷେ। ପୁଣ୍ୟ ସରିତ ପୁଣ୍ୟସର ନିରତେ ଭ୍ରମଇ ବିଦୁର। ଅନନ୍ତ ଲିଙ୍ଗେ ସିଦ୍ଧ ଜହିଁ ଶୁଦ୍ଧ ପବିତ୍ର ପୁଣ୍ୟ ଭୂଇଁ। ଏମନ୍ତ ଅବଧୂତ ବେଶେ ବିଦୁର ଭ୍ରମେ ପୁଣ୍ୟ ଦେଶେ। ହରିତୋଷଣ ବ୍ରତ ଯେତେ ତପେ ତୋଷଇ ଅବିରତେ। ଏମନ୍ତେ ଭାରତ ବରସେ କାଳେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁବାଣୀ ପାଣ୍ଡବେ କୁରୁ ବଳ ଜିଣି। କୃଷ୍ଣ ସାରଥି ପଣେ ବରି ଅନେକ ଅକ୍ଷୌହିଣୀ ମାରି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା ଏକାଙ୍ଗ ଚକ୍ରେ କଲେ ରାଜା। ସର୍ବେ ନସିଲେ କୁରୁ ବଳେ ଯେସନେ ବେଣୁ ଦାବାନଳେ। କୁଟୁମ୍ବ ବଧେ ଶୋକ କରି ସ୍ୱଜନ ବାନ୍ଧବ ସୁମରି। ମୌନ ହୋଇ ଅଶ୍ରୁ କଣ୍ଠେ ମିଳିଲା ସରସ୍ୱତୀ ତଟେ। ଯାହାର ତୀରେ ଏକାଦଶ ତୀର୍ଥେ ବସନ୍ତି ଚାରିପାଶ। ତୀର୍ଥ ଉଷନା ମନୁ ନାମ ପୃଥୁ ଅନଳ ଯେ ପବନ।
ସୁଦାସ ଗାବ ଗୁହ ଯମ ଅସିତ ଏକାଦଶ ନାମ କ୍ଷେତ୍ରେ ମନ୍ଦିର ବିଷ୍ଣୁ ଅର୍ଥେ ତୀରେ ରଚିତ ଯେଝା ମତେ ଋଷି ଦେବତା ଆଦି ଯେତେ ତୀର୍ଥେ ସେବନ୍ତି ଦୃଢ ଚିତ୍ତେ ପ୍ରତ୍ୟଙ୍ଗ ମୁଖ୍ୟାଙ୍କିତ ଘର ଦିଶନ୍ତି ଅତି ମନୋହର ଯେପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣ ପଶେ ଗାତ୍ରେ ଏମନ୍ତ ସରସ୍ୱତୀ ତୀର୍ଥ ଦେଖିବି ଦୂର କୃତ କୃତ୍ୟ ତହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ସୌବୀର ବିପିନେ କୁରୁଜାଙ୍ଗଳ ମତ୍ସ୍ୟ ଦେଶ ଜିଣି ଯମୁନା ପରବେଶ କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିରାଜେ ଗୋବର୍ଦ୍ଧନ ସେବନେ ବୁଲେ ଏକେ ଏକେ ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ ହରି ଭକତଙ୍କର ସାର ତପ ଆଚରି ମହାଘୋର ଆସନ ନିଶ୍ଚଳ ସମାଧି ଶ୍ରୀକୃଷ୍ଣ ଚରଣେ ଆରାଧି ଏକାନ୍ତେ ଅଛି ବୃକ୍ଷ ମୂଳେ ବିଦୁର ଦେଖେ ବେନି ଡୋଳେ ସେ ବାସୁଦେବ ଅନୁଚର କିୟ ବା ଦେବା ପଟାନ୍ତର ଦେବଗୁରୁଙ୍କ ଶିଷ୍ୟ ସ୍ୱୟଂ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ ଏମନ୍ତେ ମିଳିବେନି ଜନ ନିବିଡ଼େ କଲେ ଆଲିଙ୍ଗନ ବିଦୁର ଉଦ୍ଧବକୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି ରୋମହର ସେ ଶୁଦ୍ଧ ଚେତା ପୁଛଇ କୃଷ୍ଣର ବାରତା କୃଷ୍ଣ ପୁତ୍ରଙ୍କୁ ଆଦି କରି ଏକ ଆରେକ ନାମ ଧରି ବିଦୁର ଉବାଚ ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ବନ୍ଧୁଜନ ଯେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହେ ଜଗତେ ରାମ ଗୋବିନ୍ଦ ରୂପ ଧରି ଯାଦବ ବଂଶେ ଅବତରି ଛନ୍ତିକି ବସୁଦେବ ଘରେ ଆନନ୍ଦେ ବେନି ସହୋଦରେ ଆମ୍ଭର ବଂଶେ ଅଧିଦେବ ଦେବକୀ ତୁଲେ ବସୁଦେବ ସୁଖେ କି ଛନ୍ତି ନିଜପୁରେ ବନ୍ଧୁ ସୁହୃଦ ଭାବ ଭରେ ପ୍ରଦ୍ୟୁମ୍ନ ଅଛଇନା ଭଲେ ଆନନ୍ଦେ ଜନନୀର ତୁଲେ ରୁକ୍ମିଣୀ ପୂର୍ବ ତପ ଫଳେ ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ଯାକୁ କଲେ ପୂଜା ଛାଡ଼ି ଆପଣା ନୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ ତୀର୍ଥ ଉଦକ ସିଞ୍ଚି ଶିରେ ସେ ସୁଖେ ଅଛି ଟିକିପୁରେ ଭଲେ କି ଜାମ୍ବବତୀ ସୁତ ଯେ ରଥି ମଧ୍ୟେ ମହାରଥ କୃଷ୍ଣର ସଦୃଶ ଯେ ହୋଇ ପୂର୍ବେ ଅମ୍ବିକା ଗର୍ଭେ ଥାଇ ଯାହାକୁ ଜାମ୍ବବତୀ ଦେବୀ ପାଇଲା ନାନା ବ୍ରତ ସେବି କ୍ଷେମେ କି ଅଛି ଯୁଯୁଧାନ ଯାହାକୁ ସନ୍ତୋଷ ଅର୍ଜୁନ ରହସ୍ୟ ଧନୁର୍ବେଦ ଦେଲା ଯେ ପୁଣି କୃଷ୍ଣ ଆରାଧିଲା ସୁଖେ ହୋଇଲା ଗତି ତାର ଯେ ଯୋଗୀ ଜନେ ଅଗୋଚର ସଫଳକ ସୁତ ଯଶସ୍କର ଶୁଭେ କି ଅଛଇ ଅକ୍ରୂର କଂସ ଆଦେଶେ ଗୋପପୁରେ ଲଭିଲା କୃଷ୍ଣ ରେଣୁ ଶିରେ ଭଲେ କି ଅଛଇ ଦେବକୀ ଯେ ଗର୍ଭେ ଧଇଲା ହରିଙ୍କି ଅଶେଷ ମନୋରଥ ବୋଧ ଭଲେ କି ଅଛି ଅନିରୁଦ୍ଧ ଯାର ମହିମା ଶବ୍ଦ ଯୋନି ତୁରୀୟ ତତ୍ତ୍ୱ ସଙ୍ଗେ ମାନି ସତ୍ୟଭାମାର ସୁତ ଯେତେ ଭଲେ କି ଅଛନ୍ତି ସମସ୍ତେ ଗଦର କହ ଭଲ କଥା ଯେ ଅନ୍ୟ ଯାଦବ ବାରତା ଏକାନ୍ତେ କୃଷ୍ଣର ପୟରେ ସେବନ୍ତି ସବୁ ପରକାରେ ଧର୍ମେ କି ଅଛି ଯୁଧିଷ୍ଠିର ଯେ ଧର୍ମ ରଖିଲା ସଂସାର ଯାହାର ବାହୁ ପ୍ରାୟ ହୋଇ କୃଷ୍ଣ ଅର୍ଜୁନ ବେନି ଥାଇ
ଭୀମର କହ ଭଲ କଥା ଯେ ଭୀମ ଅତି ବଳବନ୍ତା ଯାର ଚରଣ ଘାତ କୋପେ ଦୁର୍ଗମ ରଣ ଭୂମି କମ୍ପେ ଅର୍ଜୁନ ଅଛି ଟିକି ଭଲେ ନିରତେ ଗୋବିନ୍ଦର ତୁଲେ ଗାଣ୍ଡିବ ଧନୁ करे ଧରି ରଣେ ତୋଷିଲା ଶୂଳଧାରୀ ନକୁଳ ସହଦେବ ବେନି କୁଶଳ କହ ପରିମାଣି ଅଶ୍ବିନୀ ନାସିକା ବିବରେ ଜନ୍ମ ହୋଇଲେ ଯେ ଶରୀରେ କେ କହୁ ତାଙ୍କ ଗୁଣ ଗ୍ରାମ ଦେବଙ୍କ ବ୍ୟାଧି ହରେ ନାମ ତାହାଙ୍କ ବିଜୁ ଜାତ ହୋଇ ସୁନ୍ଦର ରୂପେ ଜନମୋହି ପାଣ୍ଡବ ଚକ୍ଷୁ ସେ ବୋଲାନ୍ତି କହ କି କୁଶଳେ ଅଛନ୍ତି ଦେଖ ଏ କୁନ୍ତି ଗର୍ଭ ଅର୍ଥେ ସ୍ୱାମୀକୁ ଚିନ୍ତେ ଅବିରତେ ଜାନାମ ଚଉଦିଗେ ଶୁଭେ ସେ ସ୍ୱାମୀ ବିନୁ ସୁତ ଲୋଭେ ତାହାକୁ ଛାଡ଼ି ଭୋଗ ବିନେ ରହିଲା ପୁତ୍ର ସ୍ନେହ ମନେ ଶୁଣ ଉଦ୍ଧବ ସାଧୁ ଧୀର ଧୃତରାଷ୍ଟ୍ରର ଦେବେ ଭାର ସେ ପିତୃହୀନ ପଞ୍ଚପୁତ୍ରେ ତାଙ୍କ ମରଣ ଚିତ୍ତେ ଚିନ୍ତେ ପୁତ୍ରଙ୍କ ତୁଲେ ତା ବିଚାର ମୁଁ ପ୍ରିୟ ସୁହୃଦ ତାହାର ପୁରୁବାହାର କରିଦେଲା ଚିତ୍ତେ ତା ଦୟା ନ ବସିଲା ଏଣୁ ପଡ଼ିବ ତମ ଘୋର ଜୀବନେ ଚିନ୍ତା ତାକୁ ମୋର ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ ସେ ହରି ମନୁଷ୍ୟ ଶରୀରେ ସାକ୍ଷାତେ ସଂସାରେ ବିହରେ ତାର ପ୍ରସାଦୁ ତା ମାହାତ୍ମ୍ୟ ଜାଣି ଛାଡ଼ିଲି ସର୍ବଭ୍ରମ ତାର ଚରଣ ଧ୍ୟାନ କରି ମୁଁ ଏବେ ଆନନ୍ଦେ ବିହରି ଦେଖ ଉଦ୍ଧବ ତା ମହିମା କେ କହିପାରେ ଗୁଣ ସୀମା ଯେ ଯେତେ ଥିଲେ ମହିପାଳେ ଅନେକ ଅକ୍ଷୌହିଣୀ ମେଳେ ତାହାଙ୍କୁ ମାୟାରେ ସଂହାରି ହେଳେ ତ୍ରିଭୁବନ ଧରି ପ୍ରପନ୍ନ ଜନ ଦୁଃଖ ନାଶ ଅର୍ଥେ କ୍ଷଣକେ ପିତବାସ ପାରନ୍ତି କୁରୁଙ୍କୁ ସଂହାରି ସହିଲେ ଦୋଷ କ୍ଷମା କରି ସେ ଗୁଣାତୀତ ଅଜହରି ଖଳନାଶନେ ଅବତରି ଅଖିଳ ଲୋକଙ୍କ କୁଶଳେ ସେ ଦେହବନ୍ତ ଯଦୁକୂଳେ ଯାହାର ଆଜ୍ଞାରେ ସଂସାର ତୀର୍ଥର ପ୍ରାୟେ କୀର୍ତ୍ତି ଯାର ସେ ହରି ଶୁଭ କଥା ମୋତେ କହ ଉଦ୍ଧବ ଶୁଦ୍ଧ ଚିତ୍ତେ ଏମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି ଚିତ୍ତେ ଚିନ୍ତିଲା ନାରାୟଣ ସୁଜନେ ଏକ ମନେ ଶୁଣ ହରିଚରିତ ସୁଧାରସ କହିଲା ଜଗନ୍ନାଥ ଦାସ ତୃତୀୟ ସ୍କନ୍ଧେ ଭାଗବତେ ସୁଜନ ଜନଙ୍କର ହିତେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ବିଦୁରୋଦ୍ଧବ ସମ୍ବାଦେ ପ୍ରଥମୋଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ ଓಂ ନମୋ ଭଗବତେ ବାସୁଦେବାୟ।